ସମୟର ଚକ୍ର ପୂର୍ବରୁ ଦେଶଗୁଡ଼ିକର ଆବିର୍ଭାବ ସମୃଦ୍ଧି ଓ ପତନ ପୂର୍ବରୁ ଏକ ଧରାଭୂଇଁରେ ଏକ କାହାଣୀ ବିଦ୍ୟମାନ ଥିଲା, ଯାହା ହେଉଛି ଧର୍ମ, ସାହସ ଏବଂ ଭାଗ୍ୟର ସଂଜ୍ଞା ବହନ କରୁଥିଲା। ଆମର ଆପଣାର ପ୍ରାଚୀନ ଭୂମି ଭାରତ ମାଆର କାହାଣୀ। ସେହି ଯୁଗର ପ୍ରଲମ୍ବିତ ପ୍ରତିଧ୍ୱନି ମଧ୍ୟରେ ଜଣେ ଦିବ୍ୟ ମାର୍ଗଦର୍ଶକ ନିଜ ଦିବ୍ୟ ଉପସ୍ଥିତି ରଖିଥିଲେ। ଶ୍ରୀକୃଷ୍ଣ, ସନ୍ତୁଳନର ରକ୍ଷକ, ସତ୍ୟର ସ୍ୱର। ମହାଭାରତର ମହାଯୁଦ୍ଧରେ ସେ ମାନବ ଜାତିକୁ ଶିକ୍ଷା ଦେଇଥିଲେ, ଜୀବନ ନିଜେ ଏକ ଯୁଦ୍ଧ। ଅନ୍ଧାର ଏବଂ ଆଲୋକ ମଧ୍ୟରେ, କର୍ତ୍ତବ୍ୟ ଏବଂ ଇଚ୍ଛା ମଧ୍ୟରେ। ସମୟ ବିତିବା ସହିତ ଏହି ପୁଣ୍ୟ ଭୂମିରେ ସ୍ପନ୍ଦିତ ହେଉଥିଲା କୃଷ୍ଣଙ୍କ ଶିକ୍ଷା। ଯମୁନା କୂଳରୁ ପୁଣ୍ୟତୋୟାରୁ ମହାନଦୀର ବିସ୍ତୀର୍ଣ୍ଣ ଶଯ୍ୟା ପର୍ଯ୍ୟନ୍ତ, ଯେଉଁଠାରେ ବଙ୍ଗୋପସାଗରର ନୀଳାଭ ଜଳରାଶି ଏକ ଭୂଖଣ୍ଡକୁ ଚୁମ୍ବନ କରୁଥିଲା, ଯେଉଁଠି ସାହସ କରୁଣା ସହିତ ଫେଣ୍ଟି ହୋଇ ରହିଥିଲା ଏବଂ ଯେଉଁଠି ଯାତ୍ରା କେବଳ ସମୁଦ୍ରର ଢେଉ ଚିରି ନୁହେଁ, ବରଂ ଏକ ବୈଭବପୂର୍ଣ୍ଣ ସମୟର ସୂତ୍ରପାତ କରିଥିଲା। ସେ ମହାନ ଭୂଖଣ୍ଡକୁ କଳିଙ୍ଗ କୁହାଯାଉଥିଲା, ଯୋଦ୍ଧା ଏବଂ ସାଧବ ମାନଙ୍କର ଗର୍ବିତ ଭୂମି। ଏହାର ଅଧିବାସୀ ସମୁଦ୍ର ମଧ୍ୟରେ ବୋଇତ ମେଲାଇ ଯାତ୍ରା କରୁଥିଲେ, ବିଜୟ ପାଇଁ ନୁହେଁ, ବରଂ ସମ୍ପର୍କର ଡୋରି ଯୋଡ଼ିବାକୁ। ତଥାପି କଳିଙ୍ଗର ନିର୍ମଳ ଜଳ ସବୁବେଳେ ଶାନ୍ତି ବହନ କରିନାହିଁ। ସମ୍ରାଟ ଅଶୋକଙ୍କର ପରାକ୍ରମୀ ଶକ୍ତିର ବିଜୟ ଏହାର ନଦୀର ଜଳକୁ ରକ୍ତ ରଞ୍ଜିତ କରିଥିଲା। ତଥାପି ଏହି ମାଟିରେ ସମ୍ରାଟ ଅଶୋକ ଶକ୍ତି ଉପରେ, ଶାନ୍ତି ଆଉ ବିଜୟ ଉପରେ କରୁଣା ଦେଖିଥିଲେ, ଅନୁଭବ କରିଥିଲେ। ଯୁଦ୍ଧର ପାଉଁଶ ଗଦାରୁ ଶାନ୍ତିର ବାର୍ତ୍ତା, ବୌଦ୍ଧବାଦର ଆଲୋକ ଉଦିତ ହୋଇଥିଲା। ବିଜୟର ବାନା ଉଡ଼ାଉଥିବା ସମ୍ରାଟ ଅଶୋକ ପରିଶେଷରେ ଭଗବାନ ବୁଦ୍ଧଙ୍କ ପଥ ଗ୍ରହଣ କଲେ। ଚଣ୍ଡାଶୋକ ହେଲେ ଧର୍ମାଶୋକ। ଯୁଦ୍ଧ ଭୂମିର ଭେରି ଶବ୍ଦ ପରିବର୍ତ୍ତିତ ହୋଇଥିଲା ଧର୍ମର ମୃଦୁ ଶାନ୍ତ ସ୍ନିଗ୍ଧ ଉଚ୍ଚାରଣରେ। ଅସ୍ତ୍ରଶସ୍ତ୍ରର ବିକଟାଳ ଶବ୍ଦ ବଦଳରେ ଶୁଭିଲା ସତ୍ୟ, ଦୟା, ଧର୍ମର ସ୍ୱର। ଏକ ନୂତନ ବିଜୟର ପ୍ରାରମ୍ଭ ହୋଇଥିଲା, ଭୂମିର ନୁହେଁ, ହୃଦୟର। ସମୟର ଚକ ଗଡ଼ିବା ସହ କଳିଙ୍ଗ ପ୍ରସିଦ୍ଧ ଗଙ୍ଗ ରାଜବଂଶ ଅଧୀନରେ ଏହାର ସୁବର୍ଣ୍ଣ ଯୁଗରେ ପ୍ରବେଶ କରେ। ଗଙ୍ଗାରୁ ଗୋଦାବରୀ ଯାଏ ରାଜତ୍ୱ କରୁଥିବା ମହାନ ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବଙ୍କ କାଳରେ ଏହା ଶୀର୍ଷକୁ ଛୁଇଁ ପାରିଥିଲା। ତାଙ୍କର ପ୍ରଚଣ୍ଡ ଭକ୍ତି ଓ ଆତ୍ମାର ପ୍ରତିବେଦନ ସ୍ୱାକ୍ଷର ପୁରୀର ମହାନ ଜଗନ୍ନାଥ ମନ୍ଦିର ନିର୍ମିତ ହୋଇଥିଲା। ଏକତା, ବିଶ୍ୱାସ ଏବଂ ଦିବ୍ୟ କାରିଗରୀର ପ୍ରତୀକ, ଯାହା ଓଡ଼ିଶାର ସ୍ପନ୍ଦନ ଓ ସ୍ୱାଭିମାନ ଭାବରେ ଆଜି ବି ଠିଆ ହୋଇଛି। ଚୋଡ଼ଗଙ୍ଗ ଦେବ ନିଜ ରାଜଧାନୀ କଟକରୁ ରାଜକାର୍ଯ୍ୟ ସମ୍ପାଦନ କରୁଥିଲେ, ଯାହା ଆଜିର ଆଧୁନିକ କଟକ ମହାନଗର ଭାବରେ ପରିଚିତ। ଚୋଡ଼ଗଙ୍ଗ ଦେବଙ୍କ ରାଜତ୍ୱ ସମୟରେ ପୁରୀର ପବିତ୍ର ନଗରୀ ସମୃଦ୍ଧ ହୋଇଥିଲା। ବିଶାଳ ଜଗନ୍ନାଥ ମନ୍ଦିର ନିର୍ମାଣ ଆଧ୍ୟାତ୍ମିକ କେନ୍ଦ୍ର ପାଲଟିଥିଲା। ବିଶ୍ୱାସ ଓ ଆସ୍ଥାର ସର୍ବୋତ୍ତମ ପ୍ରତୀକ ସାଜିଥିଲା ପବିତ୍ର ରଥଯାତ୍ରା। ଏସିଆ ତଥା ବିଶ୍ୱର ସର୍ବବୃହତ୍ ଉତ୍ସବ ମଧ୍ୟରୁ ଅନ୍ୟତମ, ଯେଉଁଠି ଚତୁର୍ଦ୍ଧା ମୂର୍ତ୍ତି ନିଜେ ଦିବ୍ୟ ରଥରେ ଆସୀନ ହୋଇ ପଥରେ ବିଜେ କରନ୍ତି। ପଥରେ ରଥ ଗଡ଼ି ଚାଲେ, ମଣିମାଙ୍କ ଦିବ୍ୟ ଡାକରେ କଳିଙ୍ଗର ହୃଦୟ ବିରାଜମାନ କରେ। ଏଠି ଠାକୁର ଦୂରରେ ନଥାନ୍ତି, ଲୋକଙ୍କ ଭିତରେ, ଲୋକଙ୍କ ସହ ମିଶି ଆଗକୁ ଚାଲନ୍ତି। ରଥରେ ବସି ନଥାଏ କିଛି ପ୍ରତିବନ୍ଧକ, ନଥାଏ କଟକଣା, ଥାଏ କେବଳ ବିଶ୍ୱାସ ଆଉ ବିଶ୍ୱାସ।
जनमानस एक संस्कृति निजर स्वर सह सत्ता पाइला। एक आभिजात्यपूर्ण संस्कृति जहाँ प्रतिबंधक को भांगी पारिथिला, समस्तंकु भाईचारा एवं आत्मीयतार रज्जुरे बांधी पारिथिला। ठीक जेमिति बाईमुंडी जहाँक उदारता एवं परोपकार मध्यरे एकतार एक नुआ मूलदुआ पकाई पारिथिला। जितेबेले ढोलर ताले ताले चांदी मेढ़ आगुकू आगुकू बढ़ुताए, निर्मल आकाश रे पवित्र ईद्र चंद्र दृश्यमान हुए, सेतेबेले कटकर भाईचारा भावना शीर्ष रे पहुंची थाए। भक्ति एवं एकतार रंगरे भेटी होई थाए सारा महानगरी। एसबू केवल मात्र एक पर्व नुहे, यह हेउछि एक भावना जेउठी परिवार एक हुए, बंधु माने मशगुल हुअंती खुशी गपरे, आउ अपरिचित मुहरे खेली जाए भाई परी हसर धार। खाद्य बिना कौन केबे कौनसी उत्सव कल्पना करा जाई परिबो। देह आउ मन को शीतल करुथिबा पखाल ठारू आरंभ करी कटकर निजस्व परिचय दहीबरार आत्मा को तृप्ति देउथिबा स्वाद, ओडिशा गर्वर प्रतीक मिठा जहाँकि प्रथमे जगन्नाथ महाप्रभु को अर्पण करा जाए, सेही रसगोला पर्यंत प्रत्येकटी थाए सरलता, उष्मता एवं आनंदर कहानी। आम ऐतिह्य को आकार देउथिबा हाथ गुड़ी को देखंतु, रूपा को पातरे परिणत करुथिबा स्वप्न को भक्तिर सह गढ़ुथिबा एही आमर अनन्य कटकर सम्माननीय कारीगर माने प्राचीन राजधानी रे एही कला एवं संस्कृति सृजनशीलता प्रस्फुटित होइतिला। एठिकार विश्व प्रसिद्ध रूपा तारकसीर जादू आम गर्व भावरे झलसी उठुछि। एमिति एक नरम कारीगरी जहा हृदय को स्निग्धतार स्पर्श मन को दिए असुमारी आनंद। बालीजात्रा तपोईर कहानी बिना असंपूर्ण। एमिति एक कहानी जहाँ कलिंगर कूल को स्पर्श करुथिबा प्रतिटी ढेउरे लेसी होई रहिछि, प्रतिटी तरंगरे तरंगायित हेउछि। विश्वास, धैर्य एवं न्यायर अपासरा कहानी आज भी तपोईर उपस्थिति प्रत्येकटी धूलिकणारे अनुभूत। कलिंगर साधव अदम्य साहस परिचय दे सेमानंकर बोईत को सात दरिया पारी को नहीं जाउथिला। नथिला कौनसी आधुनिक जंत्रपाति, नक्षत्र चलन को आधार करी एवं निज आत्मविश्वास बल सेमाने यात्रा करुथिले। देश जय करने उद्देश्य नुहे, बरं अन्य सह जोड़ी हेबा पाई, वाणिज्यर पसरा मेलाइबा पाई, अन्य देश गुड़िक सह विश्वास और परंपरा माध्यम रे बांधी हेई रहिबा पाई। साधव मानकर बोईत केवल मसला की रेशम नहीं यात्रा करुनथिले, बरं बाली, जाभा, सुमात्रा भली अनेक देश को बोही नहीं जाउथिले प्रगतिशील चिंताधारा, कहानी एवं निज संस्कृतिर अमलिन महक। एमिति ही आरंभ होइथिला बालीजात्रा, यात्रा, वाणिज्य एवं अनंत संपर्कर पर्व। प्रतिवर्ष ठीक कार्तिक पूर्णिमार मृदु मलय सहित ओडिशा एहार साधव मानंकु स्मरण करिथाए। सेमाने दिने एही कूलरू निज बोईतरे स्वप्न धरी मेलाणी देउथिले। आज सेही गौरवमय इतिहास को जाबुड़ी धरी रखिबा पाई ऐतिहासिक बालीजात्रार विशाल आयोजन। बालीजात्रा रे भासमान प्रत्येकटी डंगारे भरी रही ओडियार उच्छ्वास, संदेश एवं ओडिशार कालजयी आत्मा को श्रद्धांजलि। आज मध्य बालीजात्रा दक्षिण एवं दक्षिण पूर्व एशिया सहित निज संपर्क को उज्जीवित रखिछि।
ଏହା ଆମକୁ ପ୍ରାଚୀନ ବାଣିଜ୍ୟ କଥା ସ୍ମରଣ କରାଇ ଦେଉଛି, ଯାହା କଳିଙ୍ଗକୁ ଇଣ୍ଡୋନେସିଆ, ଥାଇଲାଣ୍ଡ ଓ म्यांमार ସହିତ ସଂଯୋଗ କରୁଥିଲା। ଆଜିର ଏହି ଆଧୁନିକ ବିଶ୍ୱରେ ବାଲିଯାତ୍ରା ପର୍ଯ୍ୟଟନ, କଳା, ବାଣିଜ୍ୟ ଏବଂ ଆପୋଷ ବୁଝାମଣାର ଆଦାନ ପ୍ରଦାନକୁ ପ୍ରେରଣା ଦେଉଛି। ଆଜି ଯେତେବେଳେ ଆମେ ଚିକମିକ ତାରାମାନଙ୍କ ତଳେ ଏକାଠି ହେଉଛୁ, ସେହି ନଦୀ କୂଳରେ ଅଛୁ ଯିଏ ସବୁକିଛିର ନୀରବ ସାକ୍ଷୀ। ସେତେବେଳେ ଆମେ ଆମର ଅତୀତକୁ ମନେ ପକାଉଛୁ, ବର୍ତ୍ତମାନକୁ ଉଲ୍ଲାସରେ ପାଳନ କରୁଛୁ ଆଉ ଭବିଷ୍ୟତକୁ ସୁନ୍ଦର କରି ଗଢ଼ି ତୋଳିବାର ଶପଥ ନେଉଛୁ। ଏହା କେବଳ ଏକ ଉତ୍ସବ ନୁହେଁ, ଏ କାହାଣୀ ଆମର କଳିଙ୍ଗ ଓଡ଼ିଶାକୁ ପରିବର୍ତ୍ତନର କାହାଣୀ, ଏକ ବିଶ୍ୱାସର ସଂସ୍କୃତିକୁ ପରିବର୍ତ୍ତନର କାହାଣୀ, ଲୋକମାନଙ୍କ ଏକ ହେବାର କାହାଣୀ। ଏ କାହାଣୀ କୂଳକୁ ଛୁଉଁଥିବା ପ୍ରତିଟି ତରଙ୍ଗର କାହାଣୀ, ପବନର ପ୍ରତିଟି ସଙ୍ଗୀତର କାହାଣୀ, ବାଲିଯାତ୍ରା ଅନ୍ତରାତ୍ମାର କାହାଣୀ, ଯାହା ଅମଳିନ, ଅପାସରା। ଶ୍ରୀକୃଷ୍ଣଙ୍କ ଠାରୁ ଶ୍ରୀ ଜଗନ୍ନାଥ, କଳିଙ୍ଗରୁ କଟକ, ସମୟର ଗତିରେ ଏକ କାହାଣୀର ଜନ୍ମ। ଆଉ ଆଜି ପୁଣି ଥରେ ଆମେ ସେହି ଯାତ୍ରାର ସାଜିଛୁ ଅଂଶବିଶେଷ।